आज्ञा ए कारगिल लव लेटर दिरे आछि हेल बाहा हेले शला विधा हेलो काहे की मारंती एवं बाहा समय रे जो चारि गोटी खुंटी पोतंती से चारोटी किए एवं चांदुआ डाकी हेले मास्टर प्रश्नटा सुनिया को बड़ सस्ता सस्ता जे कहला आसी एटा कहवाटा हे नहीं की हेले आज्ञा बेले 16 साली कथा सुनियो सरदाना हां हां कहला आडू एटा कोड केण हबो त गंठेड़ा बड़ कष्ट ठीक हेले मो पंडित मंडली हे देइथिबे मती जहा पते पदे आज्ञा कहूती झट ठीक सोला विधाटा काहे की मारंती से मारिबा कारण गुटी जे कहू अछि प्रथम रे किए सोला विधा देला मारी प्रथम सोला विधा किए जे मारिची द्वितीय सोला विधा किए मारिची हे पंडित मंडली देइथिबे मती सोला विधाटा विवाह कथा बोधे कहूची ज्ञानी मंडली रखिबे मन ब्रह्म वैवर्त बोली जो अच्छी पुराण से पुराणे कवि जाकेला लिखन दिने दुर्वासा ऋषि वैकुंठे गले विष्णु नारायण प्रभु को दर्शन करिले से दिन नारायण हेले आनंदित दुर्वासा ऋषि की हेले मान्य मातु भल दुख सुख कथबार्ता होइले दुर्वासा प्रभु को प्रणिपात जे करिले ठीक जाउची हे प्रभु फेरी मर्त्यपुरे हरि बोइले हे ऋषि वर आसीथिल ऋषि मोर हे द्वारिकापुर तुम पाई गोटिए देवी मु ए उपहार गजमती हार गोटी काढ़िले गोलारू दुर्वासा को बोइले तुम्हें पिंध आई हे बाबू ए हार गोटी जे पिंधिब सबु देवंकर आगे से पूजा पाइयो दुर्वासा बोइले तो बाबा की लोक काई की पूजा पाई जे मात पूजा पाइबा को जने बड़ लोक अछि स्वर्गपुर राजा इंद्र अटे देवता मानकर राजा छे जदि पूजा पाइला एटा सुंदर मु तो जोगी ऋषि बण पर्वत कंदर रहिवा लोक ये मालाटा को पिंधि करी पूजा पाइयो मते की दरकार भगवान विष्णु नहीं गेले भाबी भाबी आउचंदी बाटरे इंद्र जदि हापुरंता मो आगरे ये मालुटा को देई देंती इंद्र देवता सबु देवता मानक आगे पूजा पांता यही परि भाबी भाबी से दुर्वासा जति आसिला बेले इंद्र ऊपर पड़ीगला दृष्टि देखीदेला पुणी स्वर्गर राजन दुर्वासा ऋषि की देखी हेले नम नम हेले भाई से दिन इंद्र तो घरे नथिले नंदन वनरु इंद्र फेरुते हाथी ऐरावत हस्ती ऊपर बसी इंद्र दैवत कोलोरे उर्वशी की आज्ञा बसाई दिला कामर सकीड़ा सारी फेरुती वनरु बाटरे देखिला ऋषिंगी देवता महामेरु ऋषि की देखी आज्ञा भाव भक्ति रे दंडवत करियाटा अलगा आज्ञा नमस्कार आज्ञा ब्राह्मण देवता मो दंडवत कर कहीं ना एटा कहबाटा कोन आज्ञा नमस्कार हेला ऋषि भाबिले
ପିତା ମାତା ଗୁରୁ ଆଉ ଦେବତା ବ୍ରାହ୍ମଣ ଏମାନଙ୍କୁ ନମସ୍କାର ନାହିଁ ଦଣ୍ଡବତ ସାଷ୍ଟାଙ୍ଗରେ। ହେଲେ ଦି ତୋ ରଜା ଲୋକ ମୁଁ ଏବେ କିଛି କହିପାରିବିନି। ଏଣୁ ଗର୍ବ ବହିଲା ପୁଣି ସ୍ୱର୍ଗର ରାଜନ ଗର୍ବପଣରେ ନମସ୍କାର କଲା ଠିଆ ଯେ ହୋଇନ। ଭାବି ଭାବି ଆସୁଥିଲି ମାଳା ୟାକୁ ଦେବି, ନ ଦେଇଦେବେ ମୁଁ ଫେରିଯିବି, ଆଉ ଥରେ ମାଳା ଧରି କୋଟେ ବୁଲିବି। ଇନ୍ଦ୍ର ରାଜାକୁ କହିଲେ ଦୁର୍ବାସା ମହର୍ଷି, ଏ ମାଳା ଗୋଟି ତୁମର ଗଳାରେ ଲମ୍ବାଇବିଟି, ଏ ମାଳା ଯେବେ ଗଳାରେ ପଡ଼ିବ ତୁମର 14 ବ୍ରହ୍ମାଣ୍ଡ ପୂଜା ପାଇବ ଆଗର। ଏତିକି କହି ମାଳା ଦେଲେ ମୁନିବର, ମାତ୍ର ଗର୍ବ ବଣେ ଥିଲା ହେ ରାଜା ସୁନା ଶିର, ଆଉ ସେ ମାଳା ପିନ୍ଧିଲା ନାହିଁ, ହାତୀ ମୁଣ୍ଡେ ମାଳା ଗୋଟି ରଖିଦେଲାନି। ମୁଣ୍ଡରୁ ବୁଣିଲେ କାଢିଲେ ମାଳାକୁ, ଧରି ପକାଇଲେ ଯେ ନିଜ ଶୁଣ୍ଢରେ, ମାଛି ଓଡ଼ାଇଲେ ପୁଣି ଗୋଡ଼କୁ ବାଡ଼େଇବାରେ। ପଶୁଙ୍କର ଅଭ୍ୟାସ ଅଛି, କୋଉ ଡାଳ ଡୁଳାତ କରିଲେ ବାଡ଼ାବାଡ଼ି କରିବେ, ନିଜର ଗୋଡ଼କୁ ହାତୀ ମାଳା ଧରିନ ବାଡ଼ାଇଲା। ଏ କଥା ଦୁର୍ବାସା ଋଷି ଦେଖିଦେଲେ ଅବା, ରାଗରେ କୋପ ମୂର୍ତ୍ତି ହୋଇଲେ ଯେ ଋଷି। ସମ୍ପତ୍ତି ଥିବାରୁ ପୁଣି ଗର୍ବ ବଣ ଯେ ରହିଛି, ସ୍ୱର୍ଗର ସମ୍ପତ୍ତି ପୁଣି ହୋଇବ ଯେ ଚ୍ୟୁତ, ସ୍ୱର୍ଗପୁରରୁ ଲକ୍ଷ୍ମୀ ପୁଣି ଚଳିବେ ତୁରନ୍ତ। ତୁ ଲକ୍ଷ୍ମୀ ଛଡ଼ା ହେଇଯିବୁ ବୋଲି ଅଭିଶାପ ଦେଇଦେଲେ। ତୁ ଯୋଉ ବିଷ୍ଣୁଙ୍କର ମୁଁ ଯୋଉ ଶ୍ରଦ୍ଧାରେ ଏଡ ବଡ ମାଳ, ପବିତ୍ର ମାଳ ତୋତେ ଦେଇଥିଲି, ଚଣ୍ଡାଳ ପଶୁ ଉପରେ ଏଇଟା ରଖିଦେଲୁ, ତୁ ଏଇଟା ଗ୍ରହଣ କଲୁ। ତେଣୁକରି ଆଜି ତୁ ଲକ୍ଷ୍ମୀ ଛଡ଼ା ହେଲୁ, ସ୍ୱର୍ଗ ଲକ୍ଷ୍ମୀ ତୋଠୁ ତୁଟିଯିବ। ଏତିକି ଅଭିଶାପ ଦେଇ ପଳେଇଲେ। ହେଲେ ଯୋଉ ମୁଣ୍ଡ ଉପରେ ଯୋଉ ମାଳାଟା ରଖିଦେଲା, ସେ ହାତୀ 1000 ଗୁଣ ତେଜ ହେଇଗଲା। ଏ ଇନ୍ଦ୍ରକୁ ଆଉ ଉର୍ବଶୀ ଏ ଦିଟା ଯାକୁ ଆଜ୍ଞା ସିଏ ଯୋଉ 100 ଗୁଣ 1000 ଗୁଣ ତେଜ ହେଇଗଲା, ଏ ଦି ଜଣଙ୍କୁ ନନ୍ଦନ ମନରେ ଫିଙ୍ଗି ଦେଇକି ପଳେଇଲା। ସେ ହାତୀ ବୁଲି ବୁଲି ସ୍ୱର୍ଗ ଛାଡି ଐରାବତ ଗଲା। ଆଜ୍ଞା ସମୁଦ୍ର ତଟେ ତଟେ ପୁଣି ବୁଲୁଥିଲା। ଇଏ ଏପଟେ ଗଲେ, ଇଏ ଯିବ ଗଣେଶଙ୍କର ମୁଣ୍ଡ, ସେ ହାତୀ ମୁଣ୍ଡ ହଣା ହବ, ଗଣେଶ ମୁଣ୍ଡରେ ନାଗିବ। ଆଉ ଅଗ୍ରପୂଜ୍ୟ ବୋଲି ବିଷ୍ଣୁ କହିଛନ୍ତି, ଏ ମାଳାଟା ଯାହା ମୁଣ୍ଡରେ ଲାଗିବ ଅଗ୍ରପୂଜ ହବ। ତେଣୁ କରି ବିଘ୍ନରାଜ ଏକଦନ୍ତ ବିଘ୍ନନାଶନ ଗଣେଶ ଅଗ୍ରପୂଜ୍ୟ କଥାରୁ ନାହିଁ। ଭଗବାନ ବିଷ୍ଣୁଙ୍କର ଗଜମତି ହାର ଗୋଟି ହସ୍ତି ମୁଣ୍ଡରେ ପଡିଥିଲା, ସେ ହାତୀ ମୁଣ୍ଡଟା ଲାଗିବାରୁ ଅଗ୍ରପୂଜ୍ୟ ହେଲା। ସେ ପାଠ ସିଆଡେ ରହିଲା। କୋ ପାଠଟା ପଚାରିଥିଲେ ନା ଶଳା ବିଧା ଲକ୍ଷ୍ମୀପୁରା। ଏଣୁ ଶଳା ବିଧା ବୋଇଲେ ପୁଣି ଶ୍ରେହର ଏ ବିଧା। ସମୁଦ୍ର ମଧ୍ୟରୁ ଲକ୍ଷ୍ମୀ ଜାତ ହୋଇଲେ ବାବା। ଇଏ ପଳେଇଥିଲେ ଲକ୍ଷ୍ମୀ ସ୍ୱର୍ଗରୁ, ସ୍ୱର୍ଗରୁ ତାପରେ ସ୍ୱର୍ଗରୁ ଯେତେବେଳେ ସମୁଦ୍ର ମନ୍ଥନ ହେଲା, ବଳିରାଜାକୁ ଧରି ଅସୁର ଆଉ ଦେବତା ମାନଙ୍କ ମିଳିତରେ ସମୁଦ୍ର ମନ୍ଥନ ହେଲା। ସମୁଦ୍ର ମନ୍ଥନରୁ ଲକ୍ଷ୍ମୀ ହେଲେ ଜାତ। ଲକ୍ଷ୍ମୀ ହେଲେ ଜାତ, ଚନ୍ଦ୍ର ହେଲେ ଜାତ, ବହୁତ ପଦାର୍ଥ ହୋଇଲା ଜାତ। ଏଣୁ ମନ କର୍ଣ୍ଣ ଦେଇ ଶୁଣ ମୋହର ସୌଜନ୍ୟ। ଲକ୍ଷ୍ମୀଙ୍କର ପିତା ଯା ନାମ ବରୁଣ, ଏଣୁ ଲକ୍ଷ୍ମୀଙ୍କର ଭାଇ ଯେ ଚନ୍ଦ୍ର ଦେବତା। ଯୋଉଦିନ ଲକ୍ଷ୍ମୀଙ୍କି ବିବାହ ହୋଇଲେ ଯେ ଜଗତ ଜିତା, ସେଦିନ କହିଲେ ପୁଣି ଗୁରୁ ବୃହସ୍ପତି, ଶ୍ରେହର ବିଧା ପୁଣି ଚନ୍ଦ୍ର ମାରି ଓଟି। ଆଜି ଠାରୁ ଜଇଁଶଳାର ଏ ରହିବ ଭାବ, ଗୋମାତରେ ଶ୍ରେହ ବିଧା ପୁଣି ଯେ ମାରିବ। ଯୋଉ ଶଳା ବିଧା ଶ୍ରେହ ବିଧା ଶଳା ମାରିବ, ସେଇଟା ଭାବ। ଭାବ ଆଜିଠୁ ତୁମର ମୋର ଭାବ ରହିବ, ଯୁଗେ ଯୁଗେ ହେତୁ ଯେ ଥିବ, ଏ ହେତୁ ଗୋଟିକ ସମ୍ବନ୍ଧ ବଢିବ। ଏ ସମ୍ବନ୍ଧ ଗୋଟି ଦେବେ ଯୁଗେ ଯୁଗେ ଥିବ, ତୁମର ଆମର ସମ୍ବନ୍ଧୀ ବୋଲି ହେବ ଭାବ। କାହିଁକି ଜଇଁଶଳାରେ ହେବେ ଦୁଇ ସମ୍ବନ୍ଧୀ, ମାମୁରୁ ଝିଅକୁ ଭଣଜା ନେବ ଆଜି। ମାରିଥିବ ଆଜ୍ଞା ଶଳା ବିଧା ଗୋଟି, ହେତୁ ରଖିଥିବ ହେ ଜଇଁ ଆଜି। ଏ ବିଧା ଗୋଟି ଯୁଗେ ଯୁଗେ ରହିବ ହେତୁ, ସମ୍ବନ୍ଧ ଯୋଗୁ ସମ୍ବନ୍ଧୀ ହେବ। କିନ୍ତୁ ପଚାରିଥିଲେ ବାବା ପଣ୍ଡିତ, ପଡ଼ିଥିଲା ବେଦି ଗୋଟି 4 ଚୌରସ। 4 ଯୁଗ ଆସି 4 ଖୁଣ୍ଟି ହେଲେ,
ଚାରି ମେଘ ଗୋଟିଏ ଚାନ୍ଦୁଆ ହୋଇଲେ ରୁକ ଯଦୁ ଶ୍ୟାମ ଜୟ ଅଥରବ ଚାରି ବେଦ ଚାନ୍ଦୁଆ ହୋଇଅଛି ଭାବ ମନ କନ ଦେଇ ଶୁଣ ମୋହର ସଜନ ଇନ୍ଦ୍ରର କୋପ ଦୃଷ୍ଟି ନ ଯେ ପଡ଼ିବ ଜାଣ ଚାରି ବେଦ ଚାନ୍ଦୁଆ ହେଲେ ଇନ୍ଦ୍ରଙ୍କର କୋପ ଦୃଷ୍ଟି ପଡ଼ିଲେ ସେ ଚାନ୍ଦୁଆ ଯୋଗୁଁ ସେ ଦୃଷ୍ଟି ଉପରକୁ ଯିବ ମେଘର ରୂପ ହଉଛି କଳା ତେଣୁକରି ଏ ଯୋଉ ଚାନ୍ଦୁଆ ଚାରିଟା ମେଘ ଚାରି ପ୍ରକାର ରୂପ ହୋଇ ଚାନ୍ଦୁଆ ହେଇ ରହିଲେ ଚାରିଟା ଯୁଗ ଆଜ୍ଞା ଚାରିଟା ଖୁଣ୍ଟି ଲକ୍ଷ୍ମୀ ନାରାୟଣ ବହିଲେ ଭଗବାନ ବରବେଶରେ ବିଷ୍ଣୁ ବହିଲେ ଲକ୍ଷ୍ମୀ ମାତା କନ୍ୟା ବେଶରେ ବସିଲେ ଶଳାବିତା ଆଜ୍ଞା ଚନ୍ଦ୍ର ମାରିଲା ଶସ୍ତ୍ର ରୂପରେ କନ୍ୟା ଦାନ ଦେଲେ ବରୁଣ ଏବଂ ବେଦ ଗାଇଲେ ବ୍ରହ୍ମା ବେଦ ପଣ୍ଡିତ ରୂପରେ ବେଦ ଗାଇଲେ ବ୍ରହ୍ମା এইটা আজ্ঞা স্কন্দ পুরাণ বিষ্ণু বিষ্ণু কেশরী স্কন্দ পুরাণ এই দুইটা পুরাণরে লক্ষ্মী নারায়ণ